ସକାଳୁ ମନଟା ମୋର ଟିକେ ବହୁତ ଖୁସି ଥିଲା। କାହିଁକିନା ମା ହଉଛି ମୋର ବଗିଚାରେ ନଥିବା ଡାଳ କିଛିଟା ଆଣିକି ଏଇ କିଛି ଦିନ ହବ ପହଞ୍ଚଉଛନ୍ତି। କେବେ ମନ୍ଦାର ଡାଳ, କେବେ ମଲ୍ଲି ଡାଳ। ତ ମଲ୍ଲି ହଉଛି ମୋ ପାଖରେ ଦେଶୀର ଭେରାଇଟି ଥିଲା, କିନ୍ତୁ ହାଇବ୍ରିଡର ଭେରାଇଟି ମୁଁ କେବେ ବି ଆଡ୍ କରିନଥିଲି। କାହିଁକିନା ହାଇବ୍ରିଡର ଭେରାଇଟି ନା ଏତେ ଭଲ ବାସ୍ନା ହୁଏନି। ତ ସେଥିପାଇଁ ମତେ ଭଲ ଲାଗେନି, ମୁଁ ସେଥିପାଇଁ କିଣେନି। ତ ମା କୋଉଠୁ କେଜାଣି ଗୋଟେ ଡାଳ ପାଇଲେ, କାହିଁକିନା ହଉଛି ତାର ଫୁଲର ସାଇଜଟା ବହୁତ ବଡ଼ ଆସେ। ତ ସେଇ ବଡ଼ ଫୁଲ ଦେଖିକି ବୋଧହୁଏ ମାଆଙ୍କୁ ପସନ୍ଦ ହେଇଯାଇଛି, ସେଥିପାଇଁ ଡାଳ ଦିଟା ଆଣିକି ରଖିଦେଇଥିଲେ। ତ ସକାଳୁ ମୁଁ ସବୁ କାମ ସାରିଲା ପରେ ତାପରେ ଯାଇକି ଡାଳ ଦିଟା ଲଗେଇ ଦେଇଥିନି। ଭାରି ଖୁସି ସହକାରେ ଲଗେଇଥିନି। କାହିଁକିନା ସେ ଗଛ ମୋ ପାଖରେ ନଥିଲା, ଆଉ ନଥିବା ଗଛ ଲଗେଇବାକୁ ତ ବହୁତ ପସନ୍ଦ ମୋର। ତ ତାପରେ ମନଟା ଟିକେ ଦୁଃଖ ହେଇଗଲା କିଛି ମୁହୂର୍ତ୍ତ ପାଇଁ, କାହିଁକିନା ହଉଛି ମୋର ସବୁଠୁ ପ୍ରିୟ ମନ୍ଦାର ଆଜି ନଷ୍ଟ ହେଇଯାଇଛି। ତ ଏବେ କିଛି ଦିନ ହବ ଯୋଉ ଲଗାତାର ବର୍ଷା ହେଲା, ଆଉ ଆଗରୁ ହଉଛି ମୁଁ କିଛି ଦିନ ଆଗରୁ ତ ମୁଁ ଏଇଟାକୁ ଟ୍ରାନ୍ସପ୍ଲାଣ୍ଟିଂ କରିଥିଲି ମୋର ଛୋଟ ବଗିଚାକୁ। କାହିଁକିନା ୟାର ଭେରାଇଟି କିଛି ମୋର ଛୋଟ ବଗିଚାରେ ଲଗେଇବାର ଥିଲା, ମା ବି କହୁଥିଲେ। ତ ସେଥିପାଇଁ ମୁଁ ଛୋଟ ବଗିଚାକୁ ନେଇଯାଇଥିଲି, ଆଉ ସେଠି ଖପରା ଆଉ ତା ସାଥିରେ ଇଟା ତା ତଳେ ଥିଲା, ଚେର ବଢ଼ି ପାରିଲାନି, ଯୋଉଥିପାଇଁ ପଚିଗଲା। ତ ସେଥିପାଇଁ ବହୁତ ମନ ଦୁଃଖ।